ବ୍ରହ୍ମ ମୁହୂର୍ତ୍ତର ରହସ୍ୟ। ସକାଳ 3ଟାରୁ 6ଟା ମଧ୍ୟରେ ଏହାକୁ କରନ୍ତୁ ଶିବଜୀଙ୍କ ଅମୃତବାଣୀ। ନମସ୍କାର ସାଙ୍ଗମାନେ, ଆଜି ଆମେ ଜାଣିବା ବ୍ରହ୍ମ ମୁହୂର୍ତ୍ତର ଏକ ଅଦ୍ଭୁତ ରହସ୍ୟ ବିଷୟରେ। ଭଗବାନ ଶିବଙ୍କ କହିଥିବା ଏହି ସରଳ ଉପାୟ ଜୀବନରେ ଶାନ୍ତି, ସକାରାତ୍ମକତା ଓ ସଫଳତା ଆଣିପାରେ। ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, କାରଣ ଆଜିର ଏ କାହାଣୀ ଆପଣଙ୍କ ଜୀବନ ଦୃଷ୍ଟିକୋଣକୁ ବଦଳାଇ ଦେଇପାରେ। ପୁରାତନ କାଳରେ ଜଣେ ବ୍ୟକ୍ତି ଥିଲେ। ସେ ଅତ୍ୟନ୍ତ ଦୁଃଖୀ ଓ ଅଭାଗା ବୋଲି ନିଜକୁ ଭାବୁଥିଲେ। ଘରେ ଅଶାନ୍ତି, କାମରେ ବିଫଳତା, ଆର୍ଥିକ ସମସ୍ୟା ଓ ମାନସିକ ଚିନ୍ତା ତାଙ୍କ ଜୀବନକୁ ଘେରି ରହିଥିଲା। ଦିନେ ସେ ଜଣେ ସାଧୁଙ୍କ ପାଖକୁ ଯାଇ କହିଲେ, ମହାରାଜ, ମୋର ଭାଗ୍ୟ କେବେ ବଦଳିବ? ସାଧୁ ହସି କହିଲେ, ଭାଗ୍ୟ ବଦଳାଇବା ପୂର୍ବରୁ ଅଭ୍ୟାସ ବଦଳାଇବା ଦରକାର। ତାପରେ ସେ ବ୍ରହ୍ମ ମୁହୂର୍ତ୍ତର ମହିମା ବିଷୟରେ କହିଲେ। ସକାଳ 3ଟାରୁ 6ଟା ମଧ୍ୟର ସମୟକୁ ବ୍ରହ୍ମ ମୁହୂର୍ତ୍ତ କୁହାଯାଏ। ଏହି ସମୟରେ ଉଠି ଭଗବାନଙ୍କ ସ୍ମରଣ, ଧ୍ୟାନ ଓ ଜପ କଲେ ମନ ଶୁଦ୍ଧ ହୁଏ। ସେହି ବ୍ୟକ୍ତି ପରଦିନଠାରୁ ପ୍ରତିଦିନ ବ୍ରହ୍ମ ମୁହୂର୍ତ୍ତରେ ଉଠିବା ଆରମ୍ଭ କଲେ। ସ୍ନାନ କରି ଓମ୍ ନମଃ ଶିବାୟ ମନ୍ତ୍ର ଜପ କରୁଥିଲେ। ଧୀରେ ଧୀରେ ତାଙ୍କ ମନରୁ ନକାରାତ୍ମକ ଚିନ୍ତା ଦୂରେଇ ହେଲା। ଶରୀର ସୁସ୍ଥ ହେଲା, କାମରେ ଏକାଗ୍ରତା ବଢ଼ିଲା। କିଛି ମାସ ପରେ ତାଙ୍କ ଜୀବନରେ ସଫଳତା ଓ ସୁଖ ଆସିଲା। ସେ ବୁଝିପାରିଲେ ଯେ ଚମତ୍କାର ଭାଗ୍ୟରେ ନୁହେଁ, ଭଲ ଅଭ୍ୟାସରେ ଲୁଚିଥାଏ। ବ୍ରହ୍ମ ମୁହୂର୍ତ୍ତ କେବଳ ଧାର୍ମିକ ଦୃଷ୍ଟିରୁ ନୁହେଁ, ମାନସିକ ଓ ଶାରୀରିକ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଉପକାରୀ ବୋଲି ମନାଯାଏ। ଏହି ସମୟରେ ପରିବେଶ ଶାନ୍ତ ଥାଏ ଓ ମନ ସବୁଠାରୁ ଅଧିକ ଏକାଗ୍ରତା ରହିଥାଏ। ଯଦି ଆପଣଙ୍କ ପ୍ରତିଦିନ ସକାଳୁ ଉଠି ପ୍ରାର୍ଥନା, ଧ୍ୟାନ କିମ୍ବା ସକାରାତ୍ମକ ଚିନ୍ତା କରନ୍ତି, ତେବେ ଜୀବନରେ ଭଲ ପରିବର୍ତ୍ତନ ଅନୁଭବ କରିପାରନ୍ତି। ଯଦି ଏହି କାହାଣୀ ଆପଣଙ୍କୁ ଭଲ ଲାଗିଥାଏ, ଭିଡ଼ିଓକୁ ଲାଇକ୍ କରନ୍ତୁ, ସେୟାର କରନ୍ତୁ ଓ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। କମେଣ୍ଟରେ ଲେଖନ୍ତୁ ଓମ୍ ନମଃ ଶିବାୟ। ଧନ୍ୟବାଦ। ହର ହର ମହାଦେବ।